ନିଶ୍ଚୟ ଖୁସି ହବା କଥା, ଖୁସି ହୁଏ। 5 ବର୍ଷ ହେଲା ଅଯଥାରେ ହଇରାଣ ହଉଥିଲି। ପ୍ରତ୍ୟେକ ମାସରେ 10ଟି ଦିନ ଯାଉଥିଲା ଏଇ କୋର୍ଟ କେସରେ। ଭିଜିଲେନ୍ସର 8ଟି ଦିନ, 8ଟି ଡେଟ୍ ଯାଏ ପ୍ରତି ମାସରେ। କ୍ରାଇମ ବ୍ରାଞ୍ଚ ବ୍ରହ୍ମପୁର କେସରେ ଏମିତି ଯାଏ। ଏଟଲିଷ୍ଟ 5ଟି କେସ୍ରୁ ଆଜି ମୁକ୍ତି ମିଳିଛି। ନିର୍ଦ୍ଦୋଷରେ କୋର୍ଟ ଆଜି ତାଙ୍କର ଡିକ୍ଲେୟାର କରିଛନ୍ତି ନିର୍ଦ୍ଦୋଷ। ତ ନିଶ୍ଚୟ ଖୁସି ଅଛି। ମୁଁ ଏ ଅବସରରେ ପ୍ରଭୁ ଲିଙ୍ଗରାଜ ଜଗନ୍ନାଥଙ୍କୁ ପାଖରେ ପ୍ରାର୍ଥନା କରୁଛି ଯେ ଆଉ ବଳକା ଜିନିଷକୁ ମୋତେ ମୁକ୍ତି କରିଦିଅନ୍ତୁ। ଆଉ ଲୋକ ଯେଉଁ ଭରସାରେ ବିଶ୍ୱାସରେ ମୋତେ ଭୋଟ ଦେଇଛନ୍ତି ବ୍ରହ୍ମପୁର MP ସେଗମେଣ୍ଟରେ, ତାଙ୍କର ଯେଉଁ ମୌଳିକ ସମସ୍ୟା ଅଛି, ଇରିଗେସନ ହଉ କି ଫାର୍ମର ମାନଙ୍କର ହଉ କି ଲେବର ମାନଙ୍କର ହଉ କି ଅଦର ଯେଉଁ ଇସ୍ୟୁସ୍ ଅଛି, ଇନଫ୍ରାଷ୍ଟ୍ରକ୍ଚର ହଉ କି ଏଜୁକେସନ ହଉ, ହେଲ୍ଥର ହଉ, ତା ପାଇଁ କାମ କରିବା ପାଇଁ ସମୟଟା ନଷ୍ଟ ନ ହଉ। ଏଟଲିଷ୍ଟ ତାଙ୍କର ମୌଳିକ ସମସ୍ୟା ସମାଧାନ ପାଇଁ ଅଯଥା ସମୟ କଟୁଥିଲା, ତାହିଁରୁ ମୁକ୍ତି ମିଳିବ, ତାଙ୍କ ପାଇଁ ସେବା କରିପାରିବ। ଯୋଉ ଷଡ଼ଯନ୍ତ୍ରଟି ହେଇଥିଲା, ଜେଲ୍ ଯାଇଥିଲା ଆପଣ, ଏ ଷଡ଼ଯନ୍ତ୍ର ପଛରେ ସବୁ କ'ଣ ଥିଲା ଉଦ୍ଦେଶ୍ୟ? କ୍ଷମତା ଲଢ଼େଇ କ'ଣ ଜାଣିଥିବ, କ'ଣ ଥିବ ମୁଁ କିଛି ଜାଣିପାରୁନି। ଆଉ କ'ଣ ଯଦି କ'ଣ ତାଙ୍କର ଜେଲସି କି ହେଟ୍ରାଡନେସ୍ ଥିବ ମୁଁ ଜାଣିନି। ମୁଁ ଭାବୁଛି ଇଟ୍ ଇଜ୍ ମୋର୍ ମାନେ ଷ୍ଟ୍ରଗଲ୍ ଫର୍ ପାୱାର। ସକ୍ସେସରେ କି ହବ ଚିଫ୍ ମିନିଷ୍ଟରଙ୍କର ସେ ସମୟରେ ବହୁତ ଜୋର ଯାର ମିଡ଼ିଆରେ ଆଲୋଚନା ହେଉଥିଲା। ସେ ମାଧ୍ୟମରେ ସେମାନେ ଫିଲ୍ କରୁଥିଲେ ଚିଫ୍ ମିନିଷ୍ଟର ଗଞ୍ଜାମରେ ଅଛନ୍ତି, ମୁଁ ବି ଗଞ୍ଜାମରେ ଅଛି। ଆଉ ତାଙ୍କର ଧାରଣା ଯେ ମୁଁ ତାଙ୍କର ବହୁତ ପାଖ ଲୋକ, ସେ ସବୁ ମୋତେ ଦେଇ ପଳେଇବେ। ଏମିତି ଗୋଟେ କ'ଣ ତାଙ୍କ ଭିତରେ ଧାରଣା ଥିବ, ଯୋଉ ଧାରଣାରେ ତାର ଫଳ ଏଇ ଷଡ଼ଯନ୍ତ୍ର, ତାର କାର୍ଯ୍ୟାନୁଷ୍ଠାନ। ପାୱାରଫୁଲ କିଛି ନଥିଲା। ଏ ଯୋଉ ମିଡିଆ ଆଣ୍ଡ ଯୋଉ ଇଲେକ୍ଟେଡ ରିପ୍ରେଜେଣ୍ଟେଟିଭ ତା ପାଖରେ ଗତି ସମୟ ଭଳିଆ କାମ କରିବାରୁ ପାୱାରଫୁଲ ହେଲା। କ'ଣ ପାୱାରଫୁଲ ଅଛି? If ministers will behave like in constables, ସେ ପାୱାରଫୁଲ ହବ ଜାଣିବା କଥା। ଆଉ ସେ ଯଦି ଟିକଟ କ'ଣ ମିନିଷ୍ଟର ପୋଷ୍ଟ ଖାଇଦବ କି? ଖାଇଦେଲେ ଖାଇଦବ। ଆଉ କ'ଣ, ଯଦି ମିନିଷ୍ଟର ପୋଷ୍ଟ ଗୋଟେ ବ୍ୟୁରୋକ୍ରାଟ ଖାଇଦଉଛି, ସେ ରହିବା କଥା ନାହିଁ ସେ ଜାଗାରେ। ଗୋଟେ ଲୋକଟେ ପବ୍ଲିକ ରିପ୍ରେଜେଣ୍ଟେଟିଭ, ପବ୍ଲିକର କାମ କରିବା ପାଇଁ ହେଇଛନ୍ତି ନା, ଯେ ପୋଷ୍ଟ ପାଇଁ ବିକଳ ହେଇ ପଡୁଛନ୍ତି ବା। ସେ ଯାକ ଗୋଟେ ପାଷ୍ଟ କଥା, ଦୁର୍ବଳିଆ ଲୋକ। ତାଙ୍କର ନିଜେ ନିଜେ ବଡ ପାୱାରଫୁଲ ବୋଲି ଭାବୁଥିଲେ ନା। ଆଜି ଡେଟ୍ କୋଉଠି ଅଛନ୍ତି? What is their existence, right? How people will likes them? ଲୋକ ଗଣତନ୍ତ୍ରରେ what is leader, who is leader and what is leader? ଗଣତନ୍ତ୍ରରେ who is leader? ମାସ୍ ଫଲୋଇଂ ହେବା କଥା। ସୋ ଯୋଉ ଜାଗାରେ ଲୋକ ଘୃଣା କରୁଛନ୍ତି, ତାଙ୍କ ଉପରେ କ'ଣ କଥା ହେବା ଉଚିତ, ନ ହେବା ଉଚିତ? ସବୁ ଭଲ। ବହୁତ ହଇରାଣ କରିଛନ୍ତି ଜେଲରେ। ତ କଥା ମୁଁ କେବେ କହିନି, ସମୟ ଆସିନି କହିବି, ସବୁ ସରିଯାଉ କଥା ହେବା। ଜେଲରେ ସଂସ୍କାର ବହୁତ ଜରୁରୀ ଅଛି। ମୁଁ ବି ନୁହଁ, ବହୁତ ଇନୋସେଣ୍ଟ ଲୋକ ହଇରାଣ ହଉଛନ୍ତି, କିଛି କାରଣ ନଥାଇ ବି ହଇରାଣ ହଉଛନ୍ତି। କାହିଁକି ତ ବହୁତ ସଂସ୍କାର ଆସିବା କଥା। ସମୟ ନାହିଁ ନା ମନେ ପକେଇବା ପାଇଁ। ପ୍ରତି ସମୟରେ ତ ପ୍ରି ଅକୁପାଇଡ, ସମୟ ନାହିଁ। ଲାଭ ବି କିଛି ନାହିଁ ନା। ପାଷ୍ଟ ଇଜ ହିଷ୍ଟ୍ରି, ଫ୍ୟୁଚର ଇଜ ମିଷ୍ଟ୍ରି। ପ୍ରେଜେଣ୍ଟରେ ଆମେ କଥା ହେବା। ମୁଖ୍ୟମନ୍ତ୍ରୀ ଯାଇଥିଲେ ମୋହନ ବାବୁ ଗଞ୍ଜାମରେ ଗଲା ପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଚାଷୀଙ୍କର କଷ୍ଟ ଦେଖିକି ସେ ଇନପୁଟ ରାଶି ଆଉ ଅଦିନିଆ ବର୍ଷାକୁ ଡିଜାଷ୍ଟର ରୂପେ ମାନେ ଦୈବ ଦୁର୍ବିପାକ ହିସାବରେ ଗ୍ରହଣ କରିବା ଗୋଟେ ଐତିହାସିକ ନିଷ୍ପତ୍ତି, ଯୋଉଟା ନବୀନ ଆଜି ଡେଟ୍ରେ ଭଲରେ କରିଥାଏ। ସୋ ମୋହନ ବାବୁଙ୍କର ଚାଷୀଙ୍କ ପାଇଁ ହଉ, ଜନସାଧାରଣ ପାଇଁ ହଉ, ରାତି 1, 2, 3 ଘଣ୍ଟା, ରାତି 2ଟା କି 3ଟା ପର୍ଯ୍ୟନ୍ତ ହଉ ଲୋକଙ୍କ ସାଙ୍ଗେ ମିଶିବା, ଏ ଗୋଟେ ବିରାଟ ପରିବର୍ତ୍ତନ ଆଣିଛି ବ୍ୟକ୍ତିତ୍ୱରେ ମୁଖ୍ୟମନ୍ତ୍ରୀଙ୍କର, ଯୋଉଟା କି 24 ବର୍ଷ ଭିତରେ ସାଧାରଣ ଲୋକ ଯୋଉଟା ଦେଖୁନଥିଲେ ମୋହନ ବାବୁଙ୍କ ପାଖରୁ ଦେଖିପାରୁଛନ୍ତି। ଆଉ ମୋହନ ବାବୁ ଏମିତି କିଛି ଭଲ ନିଷ୍ପତ୍ତି ନେଇଛନ୍ତି ଯୋଉ ଗଭର୍ଣ୍ଣମେଣ୍ଟ କ୍ଷେତ୍ରରେ, ଯୋଉଟା କି ଚାଷୀ ମାନଙ୍କ ପାଇଁ ହଉ, ମହିଳା ମାନଙ୍କ ପାଇଁ ହଉ,
अदर हेल्थ सेक्टर भी हो समय तो 6 मास बीती बहुत कथा अच्छी संस्कार आनिया पे आ पुराना अभ्यास भी किसी लोकंर जाइनी ए सब को दूर करके आगू को बढ़िया से चेष्टा चली निश्चय मोहन बाबू सफल हेबे आ भल नेतृत्व देबे ओडिशा रे भल शासन हबो आ लोकंर मन भितर बीजेपी निश्चय आसीबो आ बीजेडी वाला जो अपप्रचार करूचंदी जे सरकार किछि कलेनी सरकार किछि कलेनी तांकुटू बहुत बेटर करचंदी किंतु 24 वर्षर शासन और 6 मास शासन व्यवस्था भितर गोटे ताकू भी थरे वर्षे 2 वर्ष देला पर तो गोटे गवर्नेंस रो येटा आसीबो किंतु ए पर्यंत किछ खराब हेइनी मु तो कहबी ओडिशा वासी को अनुरोध करिवे जे एबेनी किछि खराब काम करिनांदी जोटा कि आपण संदेह करिवे तांकर प्रयास जारी रहिछि मुख्यमंत्री 24 घंटा रु 18 घंटा 20 घंटा से लोक को देखा करूछंदी आउ नारे अपप्रचार करवा व्यक्तित्व दुर्बल करवा पचर कौन रहस्य बीजेडी अच्छी मुझे सर नवीन पट्टनायक भी चासी हैं नवीन पट्टनायक भी चासी बाबा 24 वर्ष है भल जाऊँ भल कथा लीडर प्रति अपोजिशन कला ड्यूटी रेस्पॉन्सिबिलिटी मोर रियलाइज करुवे।